ପଣସର ବରା ଆପଣ ମାନେ ପଣସର ବରା ନା ଶୁଣୁ ଶୁଣୁ ଭାବୁଥିବେ ପଣସରେ ବି ବରା ହେଇପାରେ। ନିଶ୍ଚୟ ଆପଣ ମାନେ ପଣସରେ ବରା ପ୍ରସ୍ତୁତ କରିପାରିବେ ଆଉ ଖାଇଲେ ମଧ୍ୟ ଆପଣଙ୍କୁ ବହୁତ ସ୍ୱାଦିଷ୍ଟ ଲାଗିବ। ନମସ୍କାର, ମୁଁ ଗୀତା କିଚେନ୍ ଓଡ଼ିଆକୁ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ମୁଁ ଆଜି ଆପଣମାନଙ୍କ ସହିତ ସେୟାର କରିବି ପଣସର ବରା, ଯେଉଁଟା କମ୍ ସମୟ କମ୍ ସାମଗ୍ରୀ ଆଉ କମ୍ ତେଲରେ ମଧ୍ୟ ପ୍ରସ୍ତୁତ କରିପାରିବେ ଆପଣମାନେ। ନିଶ୍ଚୟ ମୋର ଏହି ରେସିପିଟି ଆପଣମାନଙ୍କୁ ଭଲ ଲାଗିବ। ଯଦି ଭଲ ଲାଗିବ ତାହେଲେ ମୋ ଚ୍ୟାନେଲକୁ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ନିଶ୍ଚୟ ସେୟାର କରିବେ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆଉ ଯଦି ଏମିତି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବାକୁ ଚାହୁଁଛନ୍ତି ତାହେଲେ ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ମଧ୍ୟ ଭୁଲିବେନି। ଏବେ ଚାଲନ୍ତୁ ଦେଖିବା ଆଜିର ରେସିପି। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି ପଣସର ବରା। ଆପଣମାନେ ବହୁତ ପ୍ରକାରର ବରା ଖାଇଥିବେ, କିନ୍ତୁ ଥରେ ପଣସରେ ବରା ପ୍ରସ୍ତୁତ କରି ଖାଇବେ, ଆପଣମାନଙ୍କୁ ନିହାତି ଭଲ ଲାଗିବ। ପଣସର ବରା ପ୍ରସ୍ତୁତ କରିବା ପାଇଁ ମୁଁ ଅଳ୍ପ କିଛି ପଣସ ନେଇଛି। ଏଇଟା କଟା ହେଇଛି ପଣସ, ଏଇଟା ମଧ୍ୟ ମୁଁ ଭଲସେ ପୁରା ଧୋଇ ନେଇଛି। ଏବେ ପ୍ରଥମେ ଆମେ ପଣସର ବରା ପ୍ରସ୍ତୁତ କରିବା ପାଇଁ ଏକୁ ପ୍ରଥମେ ଆମେ ସିଝେଇ ନେବା। ପଣସକୁ ସିଝେଇବା ପାଇଁ ମୁଁ ଗୋଟେ ପ୍ରେସର କୁକର ନେଇଛି। ସେଥିରେ ମୁଁ ଅଳ୍ପ କିଛି ପାଣି ଆଉ ଅଳ୍ପ କିଛି ହଳଦୀ ଗୁଣ୍ଡ ପକାଇ ନେଇଛି। ହଳଦୀ ଗୁଣ୍ଡ ପକାଇକି ସିଝେଇବା ଦ୍ୱାରା ପଣସଟା ବିଲକୁଲ କଳା ପଡ଼ିବନି, ଯେମିତି ତା'ର କଲର୍ ଥିବ ସେମିତି ହିଁ ରହିବ। ଏବେ ଏଥିରେ ଆମେ କଟା ଯାଇଥିବା ପଣସକୁ ସବୁ ଦେଇ ନେବା। ଏବେ ପ୍ରେସର କୁକରରେ ମୁଁ ସବୁ ପଣସକୁ ଦେଇ ନେଇଛି। ଏବେ ଆମେ ପ୍ରେସର କୁକରକୁ ବନ୍ଦ କରି ନେବା। ପ୍ରେସରର କଭର ଦେଲା ପରେ ମୁଁ ଏବେ ଗ୍ୟାସ୍ ଅନ୍ କରିକି ପ୍ରେସର କୁକରକୁ ବସାଇ ନେଇଛି। ଆମେ ପୁରା ଗୋଟେ ସିଟି ଆସିଲା ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ରଖିବା। ଗୋଟେ ସିଟି ପୁରା ଆପଣମାନେ ବାହାରକୁ ଯିବାକୁ ଦେବେନି। ଗୋଟେ ସିଟି ଆସିବା ପାଇଁ ସୁ ହେଉଥିବ, ସେଇ ଟାଇମ୍ରେ ହିଁ ବନ୍ଦ କରିନେବେ। ଏବେ ଦେଖନ୍ତୁ ସିଟି ଆସିବା ପାଇଁ ଫାର୍ଷ୍ଟ ସିଟି ଆସିବା ପାଇଁ ସୁ ହେଉଛି। ଏଇ ଟାଇମ୍ରେ ହିଁ ଆମେ ଗ୍ୟାସ୍କୁ ବନ୍ଦ କରି ନେବା ଆଉ ଥଣ୍ଡା ହେଲା ପର୍ଯ୍ୟନ୍ତ ୱେଟ୍ କରିବା। ଏବେ ପ୍ରେସର କୁକରର କଭର ମୁଁ କାଢ଼ି ନେଇଛି, କାରଣ ଆମର ପୁରା ଭଲସେ ଥଣ୍ଡା ହେଇଯାଇଛି। ଦେଖନ୍ତୁ ଆପଣମାନେ ପଣସଟା ମଧ୍ୟ ପୁରା ଭଲସେ ସିଝି ଯାଇଛି। ଏମିତି ହିଁ ସିଝିଯିବା ଦରକାର, ତାହେଲେ ଆମେ ଯେଉଁ ପଣସର ବରାଟି ପ୍ରସ୍ତୁତ କରିବା ସେଇଟା ଭଲ ବରା ପ୍ରସ୍ତୁତ ହେବ ଆଉ ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ ଲାଗିବ। ଏବେ ଆମେ ଆକୁ ଅଲଗା ଜାଗାକୁ ଗୋଟେ କାଢ଼ି ନେବା। ଏବେ ଅଲଗା ଜାଗାକୁ ପଣସକୁ କାଢ଼ିଲା ପରେ ଆମେ ପଣସର ବରା ପ୍ରସ୍ତୁତ କରିବା ପାଇଁ ଆମେ ଗୋଟେ ମସଲାର ପ୍ରିପେୟାର କରିବା। ତା ପାଇଁ ମୁଁ ଏଠି ବ୍ୟବହାର କରିଛି ଗୋଟେ କପ୍ର ଚାଉଳ, ମାନେ 100 ଗ୍ରାମର ଅରୁଆ ଚାଉଳ ଏଇଟା ଅଛି। ମୁଁ ଗୋଟେ ଘଣ୍ଟା ପୂର୍ବରୁ ଭିଜେଇ ନେଇଥିଲି। ଆପଣମାନେ ନିହାତି ଅରୁଆ ଚାଉଳଟି ୟା ସାଙ୍ଗରେ ଯେତେବେଳେ ୟୁଜ୍ କରିବେ ଗୋଟେ ଘଣ୍ଟା ପୂର୍ବରୁ ମଧ୍ୟ ଭିଜେଇ ନେବେ, ତାହେଲେ ଆପଣମାନେ ଯେତେବେଳେ ଗ୍ରାଇଣ୍ଡ କରିବେ ଭଲସେ ଗ୍ରାଇଣ୍ଡ ହେଇପାରିବ। ଏଇ ଚାଉଳରେ ମୁଁ ଏବେ 6ରୁ 7 କୋଲାର ରସୁଣ ଦେଇ ନେଉଛି। ଏକୁ ମଧ୍ୟ ଆମେ ଚାଉଳ ସହିତ ଗ୍ରାଇଣ୍ଡ କରିବା। 6ରୁ 7ଟି ଶୁଖିଲା ଲଙ୍କା ମଧ୍ୟ ଏଥିରେ ବ୍ୟବହାର କରିଛି। ତା ସହିତ ଗୋଟେ ଚାମଚର ଜିରା ମଧ୍ୟ ୟୁଜ୍ କରିଛି। ଏବେ ଏକୁ ସବୁକୁ ଆମେ ଗ୍ରାଇଣ୍ଡ କରି ନେବା। ମସଲାକୁ ଗ୍ରାଇଣ୍ଡ କରି ନେଇ ଆସିଛି। ଆପଣମାନେ ଦେଖନ୍ତୁ ଏଇଟା ବିଲକୁଲ ବି ବହୁତ ପାଣି ଦେଇକି ମୁଁ ଗ୍ରାଇଣ୍ଡ କରିନି। ଏଇଟା ଆପଣମାନେ ବହୁତ ସାରା ପାଣି ଦେଇକି ଗ୍ରାଇଣ୍ଡ କରିବେନି, କାରଣ ଏଇଟା ଟିକେ ବହଳିଆ ଟାଇପ୍ର ରହିବା ଦରକାର। ଦେଖନ୍ତୁ ଆପଣମାନେ ଏମିତି ହିଁ ରହିଲେ ଆପଣଙ୍କର ଯେଉଁ ବରାଟା ପ୍ରସ୍ତୁତ କରିବେ ସେଇଟା ପୁରା ଭଲ ବରା ପ୍ରସ୍ତୁତ ହେବ। ଏବେ ଆମେ ଆକୁ ଦେଇ ନେବା, ପଣସ ଯେଉଁ ସିଝେଇଥିଲେ ସେଇଥିରେ ଏବେ ଦେଇ ନେବା। ଆପଣମାନେ ବିଲକୁଲ ବି ଧ୍ୟାନ ରଖିବେ ପଣସରେ ବିଲକୁଲ ପାଣି ନଥିବା ଦରକାର। ଆପଣମାନେ ତାପରେ ଯାଇକି ମସଲାଟି ଯେଉଁ ଗ୍ରାଇଣ୍ଡ କରିଥିବେ ସେଇଟା ବ୍ୟବହାର କରିବେ। ମସଲାକୁ ଦେଲା ପରେ ଏବେ ଆମେ ଏଥିରେ ଆବଶ୍ୟକ ଅନୁସାରେ ଲୁଣକୁ ଦେଇ ନେବା, ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ ଦେଇ ନେବା। ଯେହେତୁ ଆମେ ଏଥିରେ ଶୁଖିଲା ଲଙ୍କା ଗ୍ରାଇଣ୍ଡ କରିଥିଲେ ସେଥିପାଇଁ ଏଥିରେ ଆଉ ବିଲକୁଲ ଲଙ୍କା ଗୁଣ୍ଡର ୟୁଜ୍ କରିବାନି। ଆପଣମାନେ କଞ୍ଚା ଲଙ୍କା ହେଉ ଶୁଖିଲା ଲଙ୍କା ହେଉ ବ୍ୟବହାର କରିପାରିବେ ନିହାତି। ଏବେ ଆମେ ଆକୁ ଭଲସେ ପୁରା ଚକଟି ନେବା। ଆପଣମାନେ ଏମିତି ହାତ ସାହାଯ୍ୟରେ ପଣସକୁ ପୁରା ଭଲସେ ଚକଟି ନେବେ।
ପଣସକୁ ଏବେ ମୁଁ ଭଲସେ ପୁରା ଚକଟି ନେଇଛି। ଆପଣମାନେ ପୁରା ଭଲସେ ଏମିତି ଚକଟି ନେବେ, ଯେମିତି ହାତରେ ଏମିତି ଧରୁଥିଲେ ଆପଣଙ୍କର ଏମିତି ପୁରା ଗୋଲ ସେପ୍ର ପ୍ରସ୍ତୁତ ହେଇପାରୁଥିବ, ତାହେଲେ ଏଇଟା ପୁରା ପରଫେକ୍ଟ ଭଲ ବରା ପ୍ରସ୍ତୁତ ହେବ। ଏବେ ଆମେ ପଣସକୁ ତ ଚକଟି ସାରିଲେଣି, ଏବେ ଚାଲନ୍ତୁ ଆମେ ପଣସର ବରା ପ୍ରସ୍ତୁତ କରିବା। ପଣସର ବରା ପ୍ରସ୍ତୁତ କରିବା ପାଇଁ ମୁଁ ଗ୍ୟାସ୍ ଅନ୍ କରିକି ତାୱାକୁ ବସେଇ ନେଇଛି। ଆପଣମାନେ ଧ୍ୟାନ ରଖିବେ ଯେ ଏମିତି ହାତ ଲଗେଇକି ଉପରେ ଦେଖିପାରିବେ ଯେ ତାୱା ଆପଣଙ୍କର ଗରମ ହେଲାଣି କି ନାହିଁ। ଏବେ ଆମର ତାୱାଟା ପୁରା ଭଲସେ ଗରମ ହେଇଗଲାଣି। ଏଇ ଟାଇମ୍ରେ ମୁଁ ଗ୍ୟାସ୍ର ଫ୍ଲେମ୍ଟି ଲୋରେ ହିଁ ରଖିଛି। ଏବେ ମୁଁ ଏଥିରେ ଅଳ୍ପ ଟିକେ ରିଫାଇନ୍ ତେଲ ଦେଇ ନେଉଛି। ଆପଣମାନେ ରିଫାଇନ୍ ତେଲ ଜାଗାରେ ମଧ୍ୟ ସୋରିଷ ତେଲର ବ୍ୟବହାର କରିପାରନ୍ତି। ତେଲକୁ ଦେଲା ପରେ ତାୱାରେ ଆପଣମାନେ ନିହାତି ତାୱାକୁ ଧରିକି ଏମିତି ଚାରିପଟକୁ ତେଲଟି ସ୍ପ୍ରେଡ୍ କରିନେବେ। ତାହେଲେ ଆପଣମାନେ ଯେତେବେଳେ ବରା ପ୍ରସ୍ତୁତ କରିବେ ଆପଣଙ୍କର ପୁରା ଭଲ ବରା ବନିବ। ଆପଣମାନେ ଦେଖନ୍ତୁ, ଆମେ ଯେଉଁ ଚକଟିକି ରଖିଥିଲେ ପଣସ, ତାକୁ ଏମିତି ଅଳ୍ପ କିଛି ଆପଣମାନେ ଆଣିବେ। ଆପଣମାନେ ଯେଉଁ ସେପ୍ର ବରା ଆପଣମାନେ ପ୍ରସ୍ତୁତ କରିବାକୁ ଚାହାନ୍ତି ସେଇ ସାଇଜ୍ର ଆପଣମାନେ ଉଠେଇବେ। ଦେଖନ୍ତୁ, ଏମିତି ଆପଣମାନେ ରଖିବେ ତାୱା ଉପରେ ରଖିକି ଚାରିପଟକୁ ପୁରା ଭଲସେ ଏମିତି ପ୍ରେସ୍ କରିନେବେ, ଯେମିତି ପୁରା ବରା ସେପ୍ର ପ୍ରସ୍ତୁତ ହେଇପାରୁଥିବ। ସେମ୍ ପ୍ରୋସେସ୍ରେ ଏମିତି ଅଳ୍ପ ଅଳ୍ପ କରି ଗୋଲ ଗୋଲ ସେପ୍ର ଆପଣମାନେ ପ୍ରଥମେ ପ୍ରସ୍ତୁତ କରିନେବେ। ତାପରେ ତାୱା ଉପରେ ରଖିକି ହାଲକା ଟିକେ ଏମିତି ପ୍ରେସ୍ କରିଦେବେ, ସେ ବରା ସେପ୍ର ପୁରା ବନେଇଯିବ। ଆପଣମାନେ ଯଦି ଗୋଲ ସେପ୍ର ପ୍ରଥମେ ପ୍ରସ୍ତୁତ କରିଦେଉଛନ୍ତି, ଆପଣମାନଙ୍କୁ ସୁବିଧା ହେବ ବରା ସେପ୍ ଦେବା ପାଇଁ। ଏହି ସେମ୍ ପ୍ରୋସେସ୍ରେ ଆମେ ବାକି ସବୁ ବରା ମଧ୍ୟ ପ୍ରସ୍ତୁତ କରିବା। ତାୱାରେ ଆପଣମାନଙ୍କର ଯେତିକି ବରା ଧରିବ ସେତିକି ହିଁ ଆପଣମାନେ ଦେବେ, ନଚେତ ଆପଣଙ୍କୁ ଲେଉଟାଇବା ପାଇଁ ଅସୁବିଧା ହେବ। ଏଇ ଟାଇମ୍ରେ ଗ୍ୟାସ୍ର ଫ୍ଲେମ୍ଟି ଲୋରେ ମଧ୍ୟ ରଖିଥିବେ, କାରଣ ଲୋରେ ରଖିବା ଦ୍ୱାରା ଭିତରଟା ଆପଣଙ୍କର ବରାର ଭିତରଟା ପୁରା ଭଲସେ ହେଇଯାଇପାରିବ। ଆପଣ ଯଦି ହାଇ ଫ୍ଲେମ୍ରେ ଦେଇ ଦେଉଛନ୍ତି ତଳପଟଟା ପୋଡ଼ିଯିବ ଆଉ ଭିତରଟା ବିଲକୁଲ ବି ହେଇନଥିବ। ଏବେ ପୁରା 5ରୁ 7 ମିନିଟ୍ ଆମେ ୱେଟ୍ କରିବା। ପୁରା ଆମର 7 ମିନିଟ୍ ହେଇଗଲାଣି ବରାକୁ ତାୱାରେ ଦେବାର। ଏବେ ଆମେ ପ୍ରଥମେ ଗୋଟି ଗୋଟି କରି ଲେଉଟାଇ ନେବା। ଦେଖନ୍ତୁ ଆପଣମାନେ କେତେ ସୁନ୍ଦର ହେଇଛି, ତଳପଟଟା ପୁରା ଭଲସେ ମଧ୍ୟ କଲର୍ ଆସିଛି। ଆଉ ଆପଣମାନେ ଏଇଥିରୁ ହିଁ ଜାଣିପାରିବେ ଯେ ପୁରା ଭଲସେ ଆମର ହେଇଯାଇଛି, ଆଉ ଭିତରଟା ମଧ୍ୟ ସେମିତି ଭଲସେ ପୁରା ହେଇଥିବ। ଏମିତି ହିଁ ଆପଣମାନଙ୍କର କଲର୍ ଆସିବ। ଆପଣ ଏଇଥିରୁ ଜାଣିପାରିବେ ଯେ ଆପଣଙ୍କର ବରାଟା ପୁରା ଭଲସେ ହେଇଛି। ସେଇ ସେମ୍ ପ୍ରୋସେସ୍ରେ ଆମେ ବାକି ସବୁକୁ ମଧ୍ୟ ଲେଉଟାଇ ନେବା। ଆପଣମାନେ ଦେଖନ୍ତୁ ଯେ ସବୁତକ ବରା ମଧ୍ୟ ଗୋଟେ ସାଇଡ଼୍ ଆମର ହେଇଯାଇଛି। ଏବେ ଆମେ ଆରପଟ ସାଇଡ଼୍ ପୁରା ସବୁତକ ବରାକୁ ଲେଉଟାଇ ନେଇଛେ। ପୁଣି ଆମେ 5ରୁ 7 ମିନିଟ୍ ୱେଟ୍ କରିବା ଆରପଟ ହେଲା ପର୍ଯ୍ୟନ୍ତ। ଏଇ ଟାଇମ୍ରେ ମଧ୍ୟ ଆପଣମାନେ ଗ୍ୟାସ୍ର ଫ୍ଲେମ୍ଟି ଲୋରେ ହିଁ ରଖିଥିବେ। ପୁରା 5 ମିନିଟ୍ ହେଇଗଲାଣି। ଯେହେତୁ ଆମର ପୁରା ଭଲସେ ହେଇଗଲାଣି, ଏବେ ଆମେ ଅଲଗା ଜାଗାକୁ କାଢ଼ି ନେବା ଆଉ ସେମ୍ ପ୍ରୋସେସ୍ରେ ବାକି ବରା ମଧ୍ୟ ପ୍ରସ୍ତୁତ କରିନେବା। ଏବେ ସବୁତକ ବରା ମୁଁ କରିସାରିଛି। ଆପଣମାନେ ଦେଖନ୍ତୁ, ସେତିକି ପଣସରେ ଏତେ ସାରା ବରା ପ୍ରସ୍ତୁତ ହେଇଛି। ଏବେ ଚାଲନ୍ତୁ ଆମେ ସର୍ଭ କରି ନେବା। ଆମର ବନିକି ରେଡ଼ି ହେଇଯାଇଛି। ଆପଣମାନେ ନିଶ୍ଚୟ ମୋର ଏହି ରେସିପିଟି ଟ୍ରାଏ କରିବେ। ଆଶା କରୁଛି ଆପଣମାନଙ୍କୁ ରେସିପିଟି ଭଲ ଲାଗିବ। ଯଦି ଭଲ ଲାଗିବ ମୋ ଚ୍ୟାନେଲକୁ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ନିଶ୍ଚୟ ସେୟାର କରିବେ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆଉ ଯଦି ଏମିତି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଚାହୁଁଛନ୍ତି ତାହେଲେ ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ମଧ୍ୟ ଭୁଲିବେନି। ଏବେ ରହୁଛି, ଜୟ ଜଗନ୍ନାଥ। ଆସିବି ଆଉ ଗୋଟିଏ ନୂଆ ରେସିପି ନେଇ। ନମସ୍କାର।